ମାନବ ସେବା ହିଁ ମାଧବ ସେବା। ସେଥିପାଇଁ ମୁଁ ଘରର ସମସ୍ତ କାମ ସାରିକି ଆଉ ମୋ ହଜବେଣ୍ଡଙ୍କ ସାଙ୍ଗରେ ସିଏ ତାଙ୍କ ସାଙ୍ଗସାଥି ସବୁ ମିଶିକି ଦଉଥିଲେ, ସେଥିପାଇଁ ମୁଁ ଟିକେ କହିଲି ମୁଁ ଟିକେ ଯିବି ସେଇଠି ଦେବି, ମତେ ଟିକେ ସେବା କରିବାର ସୁଯୋଗ ମିଳିଲା। ଆସିକି ଦେଲି ଲୋକଙ୍କୁ, ମତେ ଭଲ ଲାଗିଲା। ଲୋକଙ୍କର କେତେ ଆଶୀର୍ବାଦ ବି ମୋ ପାଇଁ, ମୋ ସ୍ୱାମୀ ଆଉ ତାଙ୍କ ସାଙ୍ଗସାଥି ସମସ୍ତଙ୍କ ପାଇଁ ସେମାନେ ଯୋଉ ଆଶୀର୍ବାଦ କଲେ ମତେ ବହୁତ ଖୁସି ଲାଗିଲା ବି। ସେଥିପାଇଁ ମୁଁ ଘର କାମ ସାରିକି ବି ମୋ ଛୁଆ କାମ ସାରିକି ଆସିକି ଏଠି ପାଣି ଦବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରେ। ଜଳଛତ୍ରଟି ଆମେ ଆକ୍ଚୁଆଲି ଶହୀଦ ଭଗତ ସେନାର ଆବାହକ ଚିତାଂଶେଖର ମହାପାତ୍ର ନନାଙ୍କ ପ୍ରେରଣାରେ ଜଳଛତ୍ର ଖୋଲିଛୁ। ନନା ଯେତେବେଳେ ବିଧାୟକ ନଥିଲେ ସେ ୟା ପୂର୍ବରୁ ଏ ସଂଗଠନଟି ତିଆରି କରିଥିଲେ। ସଂଗଠନଟି ତିଆରି କରିକି ବହୁତ ସେବା କାର୍ଯ୍ୟ କରୁଛନ୍ତି। ତେଣୁକରି ଆମେ ସେ ଏବେ ତ ବିଧାୟକ ହେଇଛନ୍ତି, ସମୟ ଦେଇ ପାରୁନାହାନ୍ତି, କିନ୍ତୁ ଯୋଉ ସୈନ୍ୟ ତିଆରି କରିଛନ୍ତି ଆମେ ସବୁ ତାଙ୍କ ସୈନ୍ୟ, ଯୋଉ ସୈନ୍ୟ ତିଆରି କରିଛନ୍ତି ଆମେ ସବୁ ଆଜିକା ଡେଟ୍ରେ ଏଇ ଜଳଛତ୍ର ଖୋଲିକି ସେବା କାର୍ଯ୍ୟ କରୁଅଛୁ। ଆମେ ଚିନ୍ତା କରୁଛୁ ଆମେ ସେବା କରିମୁ କଣ ସେବା କରିମୁ। ଆମେ ଆଉ ଏତେ ବଡ ଲୋକ ନୁହେଁ ଯେ କି ବଡ ବଡ ସେବା କରିମୁ। ଆମେ ଏଇ ଏତେ ଡହ ଡହ ଖରାରେ, ଏ ଏପ୍ରିଲ ଜୁନ ମେ ମାସରେ ଏତେ ବଡ ଖରାରେ ଆମେ ଏଇ ଜଳଛତ୍ରଟି ଖୋଲିଛୁ। ଜଳଛତ୍ରରେ ଏଇ ଦହି ପାଣି, ରସନା ପାଣି ଏଇଆଙ୍କୁ ଲୋକଙ୍କୁ ଦେଇ ସନ୍ତୁଷ୍ଟ କରଉଛୁ। ସବୁଠାରୁ ବଡ କଥା ହେଲା ଇଏ ଜଳଛତ୍ରରେ ବହୁତ ଲୋକଙ୍କର ଅବଦାନ ଅଛି। ଆମେ ଏଇ ଛିଡା ହେଇଛୁ, ଗୁଡୁ, ଆମ ବାଘା, ବାପି, ଆମ ରଞ୍ଜନ ନାଇଁ, ସୁକ ଭାଇ, ଆମ ମିସେସ୍ ହେଇ ଦଉଛନ୍ତି ଲାଲୁ ଭାଇ, ଆମ କାଳୁ ଭାଇ, ଆମ ପୁତୁରା ମାନେ ବହୁତ ବହୁତ ଲୋକ ସାହାଯ୍ୟ କରୁଛନ୍ତି। ୟା ମାନେ ନୁହେଁ ଯେ ଆମେ ଏତିକି ଅଛୁ ବୋଲି ଆମେ ସାହାଯ୍ୟ କରିଛୁ, ଆମ ପଛତ ପଟରେ ବି ଲୋକ ଅଛନ୍ତି ଯେ କି ଆମକୁ ସାହାଯ୍ୟ କରିଛନ୍ତି। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ କି ଏ ସାହାଯ୍ୟ 15 ଦିନ ହେଲା ଆମେ ଜଳଛତ୍ରଟି ଚାଲୁଅଛି। 15 ଦିନ ହେଇଗଲା, ବହୁତ ଲୋକଙ୍କର ଆଶୀର୍ବାଦ ମିଳୁଛି, ବହୁତ ଭଲ ଲାଗୁଛି। ଆଉ ସବୁଠାରୁ ବଡ କଥା, ଆଜି ଯଦି ଶହୀଦ ଭଗତ ସେନା ଇଏ ସଂଗଠନ ନ କରିଥାନ୍ତା ଆମେ ଶହୀଦ ଭଗତ ସେନା ନାଁରେ କରିଥାନ୍ତୁ କେମିତି। ତେଣୁକରି ଧନ୍ୟବାଦ ଦେବେ ଆମର ଶହୀଦ ଭଗତ ସେନାର ଆବାହକ ଚିତାଂଶେଖର ମହାପାତ୍ର ନନାଙ୍କୁ, ଯେ ତାଙ୍କ ଭଲ ପାଇବା ଆଉ ତାଙ୍କ ପ୍ରେରଣାରେ ଇଏ ଜଳଛତ୍ରଟି 15 ଦିନ ହେଲା ଚାଲୁଅଛି। ଆଗକୁ ବି ଚାଲିବ ବୋଲି ଆମର ଆଶା। ଯଦି ଠାକୁରଙ୍କର ଆଶୀର୍ବାଦ ରୁହେ ସବୁ ବର୍ଷ ଏଇଭଳି ଆମେ ଜଳଛତ୍ର କରିକି ଚଲେଇବୁ। ଜଳଛତ୍ର ଆମେ ଯୋଉ ଖୋଲିଛୁ ଗୋଟେ, ଏଟା ଆମ ସାଙ୍ଗସାଥି ଆମେ ଗୋଟେ ନିଷ୍ପତ୍ତି ନେଲୁ ଗୋଟେ, ଯେହେତୁ ଆପଣ ଜାଣିଥିବେ ମାନବ ସେବାଟା ହେଲା ଏଇ ମାଧବ ସେବା, ସର୍ଭିସ ଟୁ ମ୍ୟାନକାଇଣ୍ଡ ଇଜ ସର୍ଭିସ ଟୁ ଗଡ। ଏଇ ଯୋଉ ବୈଶାଖ ମାସ ଯୋଉ ଖରା, ଆପଣଙ୍କର ଯୋଉ ଡ ଡ ଖରା, ଯୋଉ ଲୋକଙ୍କର ଯୋଉ ମାନେ ଯୋଉ ଗରମରେ ଆସୁଛନ୍ତି, ସେମାନେ ଯୋଉଠି ମାନେ ପାଣି ଟିକେ ପିଇଗଲା ବେଳକୁ ତାଙ୍କ ଶୋଷ ଯୋଉ ମେଣ୍ଟିଲା ପରେ ଯୋଉ ଆଶୀର୍ବାଦଟା ମିଳେ ଆମକୁ, ଆମେ ଜାଣିଛୁ ଭାଇ ଏଇ ମାଧ୍ୟମରେ ଆମକୁ ଗୋଟେ ଭଗବାନର ଆଶୀର୍ବାଦ ଆମେ ପାଉଛୁ। ଆଉ ଲୋକ ବି ସାଟିସ୍ଫାଏଡ ହଉଛନ୍ତି ପାଣି ପିଇକି। ଆଉ କଣ କହିବି, ଯେହେତୁ ମାନେ ଆମେ ପାଖାପାଖି ଦେଖୁଛୁ କୋଉଠି ଗୋଟେ ଜଳଛତ୍ର ବି ନାହିଁ, ଆଉ ବହୁତ ମାତ୍ରାରେ ଲୋକ ଆସୁଛନ୍ତି, ଆଉ ଲୋକ ମାନେ ଆରାମସେ ଆସି ଠିଆ ହେଇକି ଗୋଟେ ଛାଇରେ ଠିଆ ହେଇକି ପାଣି ପିଉଛନ୍ତି। ଆଉ ଆମେ ଏଇ ଯୋଉ ସାଙ୍ଗସାଥି ଆମେ ସବୁ ଯୋଉ ଅଛୁ, ଆମ ଲକି ଭାଇ, ବାଘା ଭାଇ ଆଉ ଲାଲୁ ଭାଇ, ସବୁ ଭାଇ ମାନେ ଆମେ ସବୁ ମିଶିକି କଣ୍ଟ୍ରିବ୍ୟୁଟ କରିକି ଆମେ ଯେତିକି ସେବା ହେଇପାରୁଛୁ ଆମେ କରିପାରୁଛୁ। ଗୋଟେ କ୍ୱାସ ପାଣି ଦଉଛୁ, ଦହି ପାଣି ଦଉଛୁ, ପ୍ଲେନ ପାଣି ଦଉଛୁ, এইগুলা ଦେଇକି ଲୋକ ସାଟିସ୍ଫାଇଡ ହେଇକି ପାଣି ପିଉଛନ୍ତି। ଆମକୁ ବି ଆତ୍ମା ଶାନ୍ତି ହଉଛି। ଏଇ ହିସାବରେ ଆମକୁ ଗୋଟେ ଆଶୀର୍ବାଦ ମିଳୁଛି ଭଗବାନଙ୍କର। ଆତ୍ମା ଶାନ୍ତି ତ ଆଉ ମାନେ କଣ କହିବି, ତାର ଗୋଟେ କିଛି ମେଜରମେଣ୍ଟ ନାହିଁ। ଲୋକ ଯେହେତୁ ପିଇ ଦେଇକି ଯାଉଛନ୍ତି, ଯୋଉ ସାଟିସ୍ଫାଇଡ ହେଇକି ଯାଉଛନ୍ତି, ଆଉ ସେତିକି ଆମେ ଅନୁଭବ କରିପାରୁଛୁ, ଆମେ ଫିଲ୍ କରିପାରୁଛୁ ଭାଇ ଆମକୁ ବହୁତ ଶାନ୍ତି ଲାଗୁଛି ଲୋକ ପାଣି ପିଇକି ଗଲାବେଳକୁ। ଜଳଛତ୍ର ପ୍ରତି ବର୍ଷ ହବ। ଜଳଛତ୍ର ଆମେ ତ ପ୍ରାୟ ଆମେ ଚେଷ୍ଟା କରୁଛୁ ପ୍ରତିବର୍ଷ କରିବା ପାଇଁ, ଆଉ ଦେଖିବା ଭଗବାନଙ୍କର ଆଶୀର୍ବାଦ। ଏଟା ଆମେ ଗୋଟେ ବସିକି ଦିନେ ମିଟିଂ କରୁଥିଲୁ, ଖରା ଦିନ ଆଇଲା, ଲକି ଗୁଡୁ ଆମେ ଚାଲ ଗୋଟେ ଜଳଛତ୍ର କରିବା, କହିଲା କି ହଉ ଚାଲ କରିବା। ତ ଆମେ ଏଇଭଳିଆ ବସିକି 4-5 ଜଣ ସାଙ୍ଗ ଥିଲୁ, ଲାଲୁ ଭାଇ, ଆମ ଲକି, ଗୁଡୁ ଭାଇ, ସୁକ ଭାଇ, ଆମ ରଞ୍ଜନ, ବାପି, ସବୁ ମିଶିକି ଆମେ ଗୋଟେ ନିଷ୍ପତ୍ତି ନେଲୁ କରିବା ଯେମିତି। କୋଉ ଦିନ କରିବା ନା ସଂକ୍ରାନ୍ତି ଦିନ ଆରମ୍ଭ କରିବା। ସଂକ୍ରାନ୍ତି ଦିନରୁ ଚାଲିଛି ଆମର ଏଇଟା ବୈଶାଖ ମାସ, ଖରା ଦିନ, ଟପଟପିଆ ଖରା, ଲୋକ ଆସୁଛନ୍ତି। ଆମକୁ ତ ଟାଇମ ମିଳୁନି, ଗୁଳେଇ ଗୁଳେଇ ଲୋକ ତ 100-150 ଲୋକର ଭିଡ ହେଇଯାଉଛି। ଦେଇକି ଆମେ ଫେର ବି ଯେତେ ପାରୁଛୁ ଦଉଛୁ। ଯେତେବେଳେ ଲୋକ ପିଇକି ଯାଉଛୁ ଆମ ଆତ୍ମାକୁ ବି ଶାନ୍ତି ଲାଗୁଛି। ଯୋଉଭଳିଆ ଆମେ ଖୋଲୁନୁ ଗୋଟେ ଜଳଛତ୍ର ଯୋଉ ଭାବିଛୁ, ସେଭଳିଆ ଆମେ ସକ୍ସେସଫୁଲ ବି ହେଇଛୁ। ଠାକୁରକୁ ଦୟା କରିମୁ କି ଯେମିତି ଆମ ଫି ବର୍ଷ ଆମେ ସବୁ ସାଙ୍ଗ ବଚିକି ରହିନେ, ସବୁ ସାଙ୍ଗ ଫି ବର୍ଷ ୟାକୁ ଆଗକୁ ବଢେଇବା।